ତିନିଥର ଘାଟ ସାଳନ୍ଦୀ ନଦୀରେ ବେକମ୍ କମ୍ପାନୀ ପକ୍ଷରୁ ନିର୍ମିତ ହୋଇଥିବା ଅସ୍ଥାୟୀ ବନ୍ଧ ପାଇଁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ନେଇ ଚାଷୀମାନେ ବିଭିନ୍ନ ଦାବି ନେଇ କମ୍ପାନୀ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ପ୍ରଶାସନିକ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ସମାଧାନର ବାଟ ବାହାରିବା ପରେ ଧାରଣାରୁ ଓହରି ଯାଇଛନ୍ତି ଚାଷୀ। ତେବେ ଯଦି ଯଥାଶୀଘ୍ର ପ୍ରଶାସନିକ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଆଜ୍ଞା, ଆଜି ସାମ୍ବାଦିକ ସମ୍ମିଳନୀ ଡାକିବାର କାରଣ ହେଉଛି ଯେ ଆମେ ଆପଣମାନେ ଜାଣିଛନ୍ତି ଦୀର୍ଘ 2 ଦିନ ଆମେ ବସିଥିଲୁ, ଅନଶନରେ ବସିଥିଲୁ ଚାଷୀମାନଙ୍କ ସାଙ୍ଗରେ। କମ୍ପାନୀର ଯେଉଁ ମନମାନି ଏବଂ ଲୋକଙ୍କର ଯେଉଁ କ୍ଷୟକ୍ଷତି ହୋଇଛି ବନ୍ୟାରେ ତାର ଦାବି ନେଇକି ଆମେ ବସିଥିଲୁ। 2 ଦିନ ପରେ ଜିଲ୍ଲା ପ୍ରଶାସନ, କଲେକ୍ଟର ସାର୍ ଏବଂ ତହସିଲଦାର ସାର୍ଙ୍କ ଜରିଆରେ ଆମର ଯେଉଁ 2 ଗୋଟି ଦାବି ଥିଲା, ଗୋଟେ ବନ୍ଧ କାଟିଲେ ପାଣି ନିଷ୍କାସନ, ଆଉ ଗୋଟେ ଥିଲା ସମସ୍ତ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଯୋଗାଇ ଦେବା। ସେ 2ଟି ଦାବିକୁ କଲେକ୍ଟର ସାର୍ ଆମର ମାନିନେଲେ ଯେ ସମସ୍ତ ଚାଷୀଙ୍କୁ ବିହନ 7 ଦିନ ମଧ୍ୟରେ ସୋସାଇଟି ଜରିଆରେ ମାଗଣାରେ ଯୋଗାଇ ଦେବେ। ଏବଂ ବନ୍ଧ ମଧ୍ୟ ଆଜି ଆସିଥିଲେ ଇରିଗେସନ୍ ଡିପାର୍ଟମେଣ୍ଟରୁ ଷ୍ଟେଟ୍ ଲେବୁଲରୁ ଆସିଥିଲେ, ଆମର R&Bର SC ସାର୍ ମଧ୍ୟ ଆସିଥିଲେ। ସେମାନେ ମଧ୍ୟ କାମକୁ ତନାଘନା କଲା ପରେ ସେମାନେ ମଧ୍ୟ ପ୍ରତିଶ୍ରୁତି ଦେଲେ ଯେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କଲେ 7 ଦିନ ମଧ୍ୟରେ ସେ ବନ୍ଧ କାଟିକି ସେ ପାଣି ନିଷ୍କାସନ କରିବେ ଏବଂ ବିହନ ସଫିସିଏଣ୍ଟ କଲେକ୍ଟର ସାର୍ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଆମକୁ ମିଳିଲା। ଯାହାଫଳରେ କି ଆମେ କାଲି ଅନଶନ ସ୍ଥଳୀରୁ ଅନଶନ ଭଙ୍ଗ କରିଛୁ। ସେହି ଉଦ୍ଦେଶ୍ୟରେ ଆଜି ଆମେ ସାମ୍ବାଦିକ ସମ୍ମିଳନୀ କରିକି ସମସ୍ତ ଚାଷୀ ଭାଇମାନଙ୍କୁ ଜଣାଇ ଦେବା ପାଇଁ ଚାହୁଁଛୁ ଯେ ଯେଉଁ ଚାଷୀ ଭାଇମାନେ ସହଯୋଗ କରିଥିଲେ ଆମ ଆନ୍ଦୋଳନରେ ସେମାନେ ଜାଣି ରଖିବେ ଏବଂ ଅନ୍ୟ ଚାଷୀମାନେ ମଧ୍ୟ ଜାଣିବା ଦରକାର ଯେ ସମସ୍ତ ବିହନ ସରକାର ସୋସାଇଟି ମାଧ୍ୟମରେ ମାଗଣାରେ ଯୋଗାଇ ଦେବେ। ଚାଷୀମାନଙ୍କର ଡିମାଣ୍ଡ ତ ବହୁତ ଜାଗାରେ ଅଛି ଯେ ଜଳମଗ୍ନ ହେଇ ରହୁଛି, ବର୍ଷା ପାଣି ନିଷ୍କାସନ ହେଇପାରୁନି, ସେଥିପାଇଁ ତାର କିଛି ପ୍ରତିକାର କରନ୍ତୁ। ଆମେ ଏଠି ଆସି ଦେଖିଲୁ ଯେ ଏଠି ବ୍ରିଜରେ ଯେଉଁ ଅବଷ୍ଟ୍ରକ୍ସନ୍ କରାହେଇଛି ମେଜର ପାଣି ଆକ୍ଚୁଆଲି ଡିସଚାର୍ଜ ହେଇପାରୁନି। ତେଣୁ ଆମେ ନିର୍ଦ୍ଦେଶ ଦେଲୁ ସେ ଅନୁସାରେ 7 ଦିନ ଭିତରେ ଏମାନେ ତାକୁ ପୁରା କ୍ଲିୟର କରିବେ ଆଉ ପାଣି ଫ୍ରିଲି ଡିସଚାର୍ଜ ହେବ। ଚାନ୍ଦବାଲିରୁ ପ୍ରଶାନ୍ତ କୁମାର ପାଣିଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।